ମାଲକାନଗିରିରେ ବାଂଲା ନବବର୍ଷ ପହେଲା ବୈଶାଖ ପାଳନ ହୋଇଛି ବଡ଼ ଧୁମଧାମରେ। ମାଲକାନଗିରିରେ ମାଲକାନଗିରି ନଗର ଏବଂ ଜିଲ୍ଲା ବାঙାଲି ସମାଜ ତରଫରୁ ବଡ଼ ଧୁମଧାମରେ ବାଂଲା ନବବର୍ଷ ପହେଲା ବୈଶାଖ ପାଳନ କରାଯାଇଛି। ଶହ ଶହ ସଂଖ୍ୟାରେ ବାঙାଲି ମହିଳା ସହିତ ପୁରୁଷମାନେ ବାঙାଲି ପରମ୍ପରାଗତ ବେଶଭୂଷାରେ ସଜ୍ଜିତ ହୋଇ ବସ୍ଷ୍ଟାଣ୍ଡ ପାଖରେ ଥିବା ସତ୍ସଙ୍ଗ ମନ୍ଦିରରୁ କଳସ ଯାତ୍ରା ଆରମ୍ଭ କରିଥିଲେ। ବାଟରେ ସୁଭାଷ ଛକ, ବାଲିମେଲା ଛକ, ମେନ୍ ମାର୍କେଟ, ଜିଲ୍ଲାପାଳଙ୍କ ଅଫିସ, ଡିଏନକେ ଛକ, ଏସପି ଅଫିସ ସମ୍ମୁଖରୁ ସଂସ୍କୃତ ଭବନ ପର୍ଯ୍ୟନ୍ତ ଯାଇଥିଲେ। ସଂସ୍କୃତ ଭବନରେ ବାঙାଲି ସମାଜର ପରମ୍ପରା ଅନୁଯାୟୀ ସଂସ୍କୃତ କାର୍ଯ୍ୟକ୍ରମ ଯେମିତିକି କବିତା, ନାଚ, ଗୀତ, ନାଟକ ପରିବେଷଣ ଏବଂ ପ୍ରଦର୍ଶନୀ ପ୍ରତିଯୋଗିତା ହୋଇଥିଲା। ଅନେକ ବୁଦ୍ଧିଜୀବୀ ତଥା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରୁଥିବା ବ୍ୟକ୍ତିମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଭଳି ଭାବରେ ତୃତୀୟ ବର୍ଷ ପଦାର୍ପଣ କରିଛି ଏହି ଉତ୍ସବ। ଜିଲ୍ଲାର ହଜାର ହଜାର ସଂଖ୍ୟାରେ ବାঙାଲି ମହିଳା ପୁରୁଷମାନେ ଏହି ବାঙାଲି ନବବର୍ଷ ପହେଲା ବୈଶାଖ ଅନେକ ଧୁମଧାମର ସହିତ ପାଳନ କରିଛନ୍ତି। ମାଲକାନଗିରିର ଗୋବିନ୍ଦ ମଣ୍ଡଳଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଆ 30। समस्त पार्टिसिपेंट धन्यवाद। कहते हैं कि कोई भी शुभ कार्यक्रम, कोई नव चीज शुरू करने से पहले अगर बारिश होता है तो वो शुभ संकेत होता है। तो आज देखिए बारिश में भी हमारे साथ